ଅଛି 2 ନମ୍ବର ପାଠ 2 କୁ ପଢିବ ହେଲା କି ପାଠ 2 କଣ ଅଛି ପିଲାମାନେ ଖେଳଣାର ମଜା ମାନେ ଖେଳି ଖେଳିକା ସିଏ ସବୁ ଶିଖିବେ ଦେଖ କିଛି ପିଲା କଣ କରୁଛନ୍ତି ପୁରୁଣା ବାକ୍ସ ଡବା କାଗଜରେ ପଶୁ ପକ୍ଷୀଙ୍କ ମୁହଁ ତିଆରି କରୁଛନ୍ତି ଚାଲ ଦେଖିବା କିଛି ପିଲା କଣ କରୁଛନ୍ତି କାଗଜରେ ବାକ୍ସ ଡବା ସବୁ ପଶୁ ପକ୍ଷୀଙ୍କ ମୁହଁ ତିଆରି କରି ଦେଖୁଛ ଏଠି ଗୋଟେ ପିଲା ଦେଖ ପିଲାମାନେ କାଗଜ ସବୁ ଧରିଛନ୍ତି ବାକ୍ସ କାଗଜ ଡବାରେ ପଶୁ ପକ୍ଷୀଙ୍କ ମୁହଁ ତିଆରି କରୁଛନ୍ତି ହେଲା କି ଇଏ କଣ କରୁଛି ଦେଖ ତୁମ ଭଳିଆ ଗୋଟେ ଝିଅ ପିଲାଟିଏ ବା ଭଉଣୀଟିଏ କଣ କରୁଛି ଯେ ମୋ ବୋତଲକୁ ଦେଖ ସେ ବୋତଲରେ ତିଆରି କରୁଛି ହେଲା ମୋ ବୋତଲକୁ ଦେଖ ସିଲିଣ୍ଡର ଆକୃତି ଆଉ ବୋତଲ ଟା କୋଉ ଆକୃତିର ସିଲିଣ୍ଡର ଆକୃତି ମୁଁ ଏଥିରେ ଏକ କୁକୁର ଛୁଆ ମୁହଁ ତିଆରି କରୁଛି କାହା ମୁହଁ ତିଆରି କରୁଛି ପିଲାମାନେ ସିଏ କୁକୁର ଛୁଆର ମୁହଁ ତିଆରି କରୁଛି ବୁଝିପାରିଲ କି କାହାର ମୁହଁ ତିଆରି କରୁଛି କୁକୁର ଛୁଆର ମୁହଁ ତିଆରି କରୁଛି ଏହା ବଡ ବଡ କାନ ଅଛି ଦେଖିପାରୁଛ ନା ଠିକ ସେଇପରି ଆକୁ ଦେଖ ତୁମ ଭଳିଆ ଭାଇଟା ଗୋଟିଏ ମୋର ଆୟତ ଘନାକାର ବାକ୍ସରେ ବିଲେଇ ମୁହଁ କରିଛି ଏହାର ନିଶ ଲମ୍ବା ଏଇଟା କୋଉ ଘନାକାର ପିଲାମାନେ ଆୟତ ଘନାକାର ଆୟତ ଘନାକାର ଏମିତି ଆୟତ ଘନାକାର ହେଲା ଆୟତ କ୍ଷେତ୍ର ଅଲଗା ଆୟତ ଘନାକାର ଅଲଗା ହେଲା ଆୟତ ଘନାକାର ଦେଖିପାରୁଥିବ ଆୟତ ଘନାକାର ହଉଛି ଏମିତିକା ହେଲା ଆୟତ ଘନାକାର ମୁଁ ଆୟତ ଘନାକାର ବାକ୍ସର ବିଲେଇ ମୁହଁ କରୁଛି ଏହାର ନିଶ ହଉଛି କଣ ଲମ୍ବା ଅଛି ବୁଝୁଛ ନା ପିଲାମାନେ ଠିକ ସେମିତି ଏଇଟା ହଉଛି ଆୟତ ଘନାକାର ହେଲା ସିଲିଣ୍ଡର କେମିତି ଦେଖିଲ ଆୟତ ଘନାକାର ଦେଖିଲ ତାପରେ କଣ କହିଛି ମୁଁ ସମାଘନକାର ବାକ୍ସରେ ଏକ ଘୁଷୁରୀ ମୁହଁ ତିଆରି କଲି ଦେଖୁଛ ନା ଘୁଷୁରୀ ମୁହଁ ତିଆରି କଲି ସମଘନ ମାନେ ତୁମେ ଲଡୁ ଦେଖିଛ ନା ପିଲାମାନେ ଲଡୁ ଗୁଟି ଲଡୁ ଗୁଟି ହଉଛି ସମଘନାକାର ବସ୍ତୁ ବାକ୍ସ ଟା ଗୋଟେ ହଉଛି ଆୟତ ଘନାକାର ଏଇଟା କଣ ହବ ଲଡୁ ଲଡୁ ହଉଛି ସମଘନକାର ବୁଝିପାରିଲ ନା ବାକ୍ସ ହଉଛି ଆୟତ ଘନାକାର ଦେଖ ଏଠି ଆଉ ଗୋଟେ ତମ ଭଳିଆ ଭଉଣୀଟେ କଣ କରୁଛି ମୁଁ କଣ ଆକୃତିର ଏକ ପକ୍ଷୀର ମୁହଁ ତିଆରି କରୁଛି ଏହାର ମୁନିଆ ଥଣ୍ଟ ଅଛି କଣ ଆକୃତି ମାନେ ତୁମେ ମାନେ ଦେଖିଥିବ ତୁମ ଜନ୍ମଦିନ କାହାଦିନ ଟୋପି ପିନ୍ଧ ସେଇଟା ହଉଛି କଣ ଆକୃତି ବୁଝିପାରିଲ ତ ଆଜି ଆମେ କେତେଟା ଆକୃତି ଶିଖିଲେ ଆଜି ଆମେ ଚାରିଟା ଏବେ ଆକୃତି ଦେଖିଲେ ଗୋଟେ ହଉଛି ସିଲିଣ୍ଡର ଏମିତିକା ତୁମ ଘରେ ଯୋଉ ଗ୍ୟାସ୍ ଥିବ ଗ୍ୟାସ୍ ଦେଖିଛ ନା ନାଇଁ ସିଲିଣ୍ଡର ଗ୍ୟାସ୍ ସିଲିଣ୍ଡର ତୁମ ଘରେ ବାକ୍ସ ଥିବ ଇଟା ଏଇଟା ହଉଛି ଆୟତ ଘନାକାର ହେଲା ଇଟା ବାକ୍ସ ସମାଘନାକାର କଲେ ଏଇ ଯୋଉ ଲଡୁ ଗୁଟି ଦେଖିଛ ନା ଲଡୁ ଗୁଟି ତୁମ ବିଦ୍ୟାଳୟରେ ଚକ୍ ଡବା ଏଇଟା ହଉଛି ସମଘନକାର ଆଉ ତ ତମେ ଦେଖିଥିବ ଆଇସ୍କ୍ରିମ ଖାଇଲା ବେଳେ ଆଇସ୍କ୍ରିମ ତାର ଖୋଳ ହେଲା ଆଉ ତୁମର ଯୋଉ ଜନ୍ମଦିନର ଟୋପି ଏଇଟା ହଉଛି କଣ ବୁଝିପାରିଲ ହଁ ତୁମ ବିଦ୍ୟାଳୟରେ ମଧ୍ୟ ବହୁତ ଗୁଡେ ଜିନିଷ ଥିବ ସେଠି ମଧ୍ୟ ତୁମେ ଆଲୋଚନା କଲେ ଦେଖିପାରିବ ତାପରେ ଦେଖ ଏଠି ଆମେ ଆସ କାମଟିକୁ କରିବା କଣ କରିବା ଆସ କାମଟିକୁ କରିବା ପୁରୁଣା ବାକ୍ସକୁ ବ୍ୟବହାର କରି ସମଘନ ଆୟତ ଘନ ଓ ପୁରୁଣା ବୋତଲରୁ ସିଲିଣ୍ଡର ବସ୍ତୁକୁ ଏକ ପାର୍ଶ୍ଵରେ ବିଭିନ୍ନ ମୁହର ଚିତ୍ର ଅଙ୍କନ କର ହେଲା ତୁମେ ମାନେ କଣ ଦେଖ ଏଇ ସେମାନେ କରିଛନ୍ତି ଏଇଟା ହଉଛି ଏଇଟା କଣ ସିଲିଣ୍ଡର ଆକୃତି ଏଇଟା ସମଘନ ସବୁଆଡେ ଏଇଟା ହଉଛି ଆୟତ ଘନ ହେଲା ଏଇଟା ବି ସିଲିଣ୍ଡର ଆକୃତି ଏଇଟା ହଉଛି କନ୍ ଏମିତି ପଶୁ ପକ୍ଷୀ ତୁମେ ଗୋଟେ କରିକି ଆଣିଥିବ ତୁମେ ସେଗୁଡିକ ପାର୍ଶ୍ଵରେ କଣ ଆଙ୍କିଲ ଦେଖ ଜୟା ବିଭିନ୍ନ ଆକୃତି ନେଇ ଏକ ରକେଟ ତିଆରି କରୁଛି ଦେଖୁଛ ନା ଜୟା ଗୋଟେ ରକେଟ ତିଆରି କରୁଛି ଏଟା କଣ ତିଆରି କରୁଛି ସିଏ ରକେଟ ତିଆରି କରୁଛି ସେ କେଉଁ ଆକୃତି ଗୁଡିକ ବ୍ୟବହାର କରୁଛି ପ୍ରତ୍ୟେକ ଆକୃତି କେତୋଟି ଲେଖାଏଁ ନେଇଛି ଗଣ ସମଘନ ପିଲାମାନେ ଦେଖିଲ ସମଘନ କେମିତି ସେ ରକେଟ ତିଆରି କରୁଛି ସମଘନ ମାନେ କୋଉଟେ ପିଲାମାନେ ମୁଁ କହିଲି ସମଘନ ମାନେ ଲଡୁ ଗୁଟି ଭଳିଆ ସବୁଆଡେ ସମାନ ମାନେ ବର୍ଗ ଚିତ୍ର ହଉଛି ଗୋଟିଏ ବର୍ଗ ଆକୃତି ହଉଛି ଗୋଟିଏ ସମଘନ ମାନେ ବର୍ଗାକୃତି ବିଶିଷ୍ଟ ଯେତିକ ଚିତ୍ର ଥିବ ସେଇଟା ହଉଛି ଗୋଟେ ସମଘନ ତାହେଲେ କୋଉଟା ପିଲାମାନେ ସମଘନ ହବ ଏଇଟା ଗୋଟେ ସମଘନ ହବ ଏକ ହେଲା ଆଉ ସମଘନ ଅଛି କି ଆଉ ସମଘନ ନାହିଁ କେତେଟା ସମଘନ ହେଇଛି ଗୋଟିଏ କଣ ଦେଖିଛ ଟୋପି ଭଳିଆ ଟୋପି କେମିତି କହିଥିଲେ ଏମିତି ଟୋପି ଭଳିଆ କେତେଟା କଣ ଅଛି ପିଲାମାନେ ଏଠି ଗୋଟିଏ ନେଇଛି କଣ ଆୟତ ଘନ କେତେଟା ନେଇଛି ଆୟତ ଘନ ଏକ ଏଇଟା ସବୁ ଆୟତ ଘନ ହେଇଯିବ ଦୁଇ ତିନି ଚାରି ଇଏ ଗୋଟେ ପାଞ୍ଚ ଆୟତ ଘନ କେତେଟା ନେଇଛି ପିଲା ପାଞ୍ଚଟା ସିଲିଣ୍ଡର କେତେଟା ନେଇଛି ଗୋଟିଏ ବୁଝୁଛ ନା ଏଇଟା ହଉଛି ସିଲିଣ୍ଡର ଏଇଟା ବୁଝିପାରିଲ ତାପରେ ଦେଖ ଲାଲ ଏବଂ ହଳଦିଆ ରଙ୍ଗର ଆୟତ ଘନ ଆକୃତି ବାକ୍ସ ମଧ୍ୟ କେଉଁ ଆକୃତି ଲାଲ ଆଉ ଏଠି କଣ ଦେଇଛି ଲାଲ ଏବଂ ହଳଦିଆ ରଙ୍ଗର ଆୟତ ଘନ
ଆକୃତି ବାକ୍ସ ମଧ୍ୟରେ ଲାଲ କେଟା ପିଲାମାନେ ଏଇଟା, ହଳଦିଆ ରଙ୍ଗ କେଟା ଏଇଟା, ତା ମଧ୍ୟରେ କିଏ ଅଛି? ସବୁଜ ରଙ୍ଗର ଆକୃତି ଆୟତଘନ ଅଛି। ସବୁଜ ରଙ୍ଗ ନା ନାଇଁ? ସବୁଜ ରଙ୍ଗର ଆୟତଘନ ଅଛି। କେଉଁ ଆକୃତି ଅଛି? ସିଏ ବି ଆୟତଘନ ଗୋଟେ, ଇଏ ଗୋଟେ ଆୟତଘନ। ତାପରେ କଣ କହିଛି? ମଧ୍ୟରେ ମାନେ ଏଟା ବି ମଧ୍ୟ ହବ, ଏଟା ହବ, ଦିଟା ହେଇପାରିବ ହେଲା। ଏଇଟା ଗୋଟେ ସବୁଜ ରଙ୍ଗର ଆୟତଘନ ବା ଗୋଟେ କଣ ହେଇଛି? ଏଟା ହଉଛି ସିଲିଣ୍ଡର, ସିଲିଣ୍ଡର ରହିଛି ହେଲା। ତାପରେ ଦେଖ, କମଳା ରଙ୍ଗର ସିଲିଣ୍ଡର ଶୀର୍ଷରେ କେଉଁ ଆକୃତି? କମଳା ରଙ୍ଗର ସିଲିଣ୍ଡର କେଟା ଏଇଟା ପିଲାମାନେ। ଅଗରେ କୋଉ ଆକୃତି ଅଛି ପିଲାମାନେ? କଣ ଅଛି? କିଏ ଅଛି? ଶୀର୍ଷ ମାନେ ଅଗରେ କଣ ଅଛି? ଗୋଲାପୀ ରଙ୍ଗର କଣ ତଲେ କେଉଁ ଆକୃତି ଅଛି? ତ ଗୋଲାପୀ ରଙ୍ଗର କଣ ତଲେ କୋଉ ଆକୃତି ପିଲାମାନେ? ସମଘନ ଆକୃତି। କୋଉ ଆକୃତି? ସମଘନ ଆକୃତି। ବୁଝିପାରିଲ? ତାପରେ ଦେଖ ପିଲାମାନେ, ଏଇ ଯୋଉ ଗୋଟେ ସମଘନର କଣ ଅଛି ବା ଯେକୌଣସି ଘନର ପାର୍ଶ୍ୱ, ପାର୍ଶ୍ୱ ହଉଛି ଏଇଟା, ମାନେ ପାଖ, କେତେ ପାଖ ଅଛି। ଧାର କହିଲେ ଏଇ ଯୋଉ ରେଖାଖଣ୍ଡ ଏଇଗା ହଉଛି ଧାର, ଏଇଗା। ଶୀର୍ଷ କହିଲେ ଏଇ କୋଣଗାକୁ ବୁଝାଏ, ଏଇଗା ସବୁ ଶୀର୍ଷ ହେଲା। ମନେକର ଆମେ କଣ ନବା, ଗୋଟେ ଇଟା ନବା ହେଲା। ଇଟା ଦେଖିଛ ନା, ଇଟାଟା ଏମିତି ହେଇକି ଥାଏ, ଆ ଉପରେ ହେଇକି ଏମିତି ଥାଏ ନା ଏଇଟା। ଏଇଟା ଆମେ ସାଇଡରେ ରଖିଲୁ, ଏଇ ଉପରେ ଲେଖା ହେଇଥାଏ ନା ଏଇଟା, ଏଇଠି କିଛି କିଛି ଲେଖା ହେଇଥାଏ ନା। ତ ଏଇଗା ହଉଥିବ ତାର ଶୀର୍ଷ। ଗୋଟେ ବୁଝ ପିଲାମାନେ, ଶୀର୍ଷ କୋଉଗା କୁହନ୍ତି? ଏଇ କୋଣ ଯେତିକ, ଏଇ କୋଣ ଶୀର୍ଷ, ଏଇ କୋଣ ଶୀର୍ଷ, ଏଇଠି ଶୀର୍ଷ, ଏଠି ଶୀର୍ଷ, ଏଠି ଶୀର୍ଷ, ଏଟା ଗୋଟେ ଶୀର୍ଷ, ଏଟା ଗୋଟେ, ଯେତିକ କୋଣ ସବୁ କଣ ହବ? ଶୀର୍ଷ। ଏଇଟା ଏଇଠି ଯୋଡିବ ପିଲାମାନେ ହେଲା, ଏଇଠି। ତ ଇଏ ହେବେ ସବୁ କଣ? ଶୀର୍ଷ। ତାହେଲେ ଗୋଟେ ସମଘନ ହଉ କି ଆୟତଘନ ହଉ, କେତେଟା ଶୀର୍ଷ ଥିବ ପିଲାମାନେ? 8ଟା ଶୀର୍ଷ ଥାଏ। କେତେଟା ଶୀର୍ଷ ଥାଏ? 8ଟି। ଗୋଟେ ସମଘନ ହଉ ବା ଆୟତଘନ ହଉ ହେଲା, କେତେଟା ଶୀର୍ଷ ଥାଏ? 8ଟି। ଧାର, ଧାର ପିଲାମାନେ କୋଉଟା? ନା ରେଖାଖଣ୍ଡକୁ ବୁଝାଯାଏ ଧାର। ଦେଖ, ଇଏ ଗୋଟେ ଧାର 1, ଇଏ ଗୋଟେ ଧାର 2, ଇଏ ଗୋଟେ ହଉଛି 3, ଇଏ ଗୋଟେ 4। ସେମିତି ଏଠି ଗୋଟେ 5, ଏଠି ହଉଛି 6, ଏଠି ହଉଛି 7, ଏଠି ହବ, ଇଏ ହବ 8, ଇଏ ହବ 9, ଇଏ ହବ 10, ତାପରେ 11, ଆଉ ଗୋଟେ କୋଉଠି ଛାଡି ଦେଇଗଲେ ପିଲାମାନେ, 12ଟା ଧାର ଥିବ ପିଲାମାନେ ହେଲା। 12ଟା ଧାର ଦେଖ, ଏଠି କେତେଟା ହେଲା? 4ଟା। ଏଠି କେତେଟା? 4 4 8ଟା। 8 9 10 11 12, କେତେଟା ଧାରା ଥାଏ ପିଲାମାନେ? 12ଟା ଧାରା ଥାଏ। ବୁଝିପାରିଲ? ସମଘନ ହଉ ବା ଆୟତଘନ, କେତେଟା ଧାରା ଥାଏ? 12ଟି ଧାରା। ପାର୍ଶ୍ୱ କେତେଟା ଥାଏ? ପାର୍ଶ୍ୱ ମାନେ ପାଖ, ଇଏ ଗୋଟେ ପାଖ, ଏମିତି ଗୋଟେ ଚିତ୍ରରେ କେତେଟା ପାଖ ଥିବ ପିଲାମାନେ? ଇଏ ଗୋଟେ ପାଖ, ପାଖ ଚିହ୍ନ ଦେଖିଛୁ। ପାର୍ଶ୍ୱ ମାନେ କେତେ ପାଖ ଅଛି ହେଲା କି? ଏଇଟା ଯେମିତି ଏଇଠି କେତେ ପାଖ ଅଛି? 1 2, ଆର ପାଟରେ ଗୋଟେ 3, ତା ଏ ପାଟରେ ଗୋଟେ 4, ଉପରେ ଗୋଟେ 5, ତଳେ ଗୋଟେ 6, 6ଟା ପାଖ ଥାଏ। କେତେଟା ଥାଏ? 6ଟା। ସମଘନ ଆୟତଘନ ହଉ, ତାର ପାଖ କେତେଟା ଥାଏ? 6ଟା ଥାଏ, ବା ପାର୍ଶ୍ୱ 6ଟା ଥାଏ, ବା ପୃଷ୍ଠ 6ଟା ଥାଏ। ବୁଝିପାରିଲ ତ? ହଁ। ଘର ତିଆରି କରିବା ପାଇଁ ବିଭିନ୍ନ ଆକୃତିର ବସ୍ତୁ ସଂଗ୍ରହ କର, ଏଗୁଡ଼ିକର ନାମ ଦିଅ ଏବଂ ସେମାନଙ୍କର ପାର୍ଶ୍ୱ ଧାର ବିଷୟରେ କଥା ହୁଅ। କେଉଁଠି ସିଧା, କେଉଁଠି ବଙ୍କା, ଆକୃତି ଗୁଡ଼ିକ କିପରି ସଜାଯାଇଛି ତାହା ବର୍ଣ୍ଣନା କଲ। ଆକୃତିର କେଉଁ ଅଂଶ ଆପଣ ଦୂରରୁ ଦେଖିପାରିବେ? ହେଲା। ଦୀପିକାର ଏକ ଦୋକାନରୁ ଖେଳନା ଇଞ୍ଜିନ କିଣିଥିଲା। ଦେଖ, ଦୀପିକା ଗୋଟିଏ ଦୋକାନରୁ କଣ କରିଛି? ଖେଳନା ଇଞ୍ଜିନଟି କିଣିଛି। ଏଠାରେ ଦୀପିକାର ଖେଳନା ଇଞ୍ଜିନରେ ରହିଛି, ଏଥିରେ ଅନେକ ଅଂଶ ରହିଛି, ଏଗୁଡ଼ିକ ଗଣି ଶୂନ୍ୟ ସ୍ଥାନ ପୂରଣ କର। ଦେଖ, ଦୀପିକାର ଖେଳନା ଇଞ୍ଜିନ ଦେଖିପାରୁଛ ନା ପିଲାମାନେ? ହଁ। ତ ସେ କହୁଛି ଲାଲ ରଙ୍ଗର ସିଲିଣ୍ଡର ଗୁଡିକ ବେଷ୍ଟ। ଲାଲ ରଙ୍ଗର ସିଲିଣ୍ଡର କେତେଟା ଅଛି ପିଲାମାନେ? ସିଲିଣ୍ଡର କୋଉଟା ଜାଣିଛ ନା ନାଇଁ? ଏଇଟା ହଉଛି ସିଲିଣ୍ଡର। ସିଲିଣ୍ଡର ଆକୃତି ମୁଁ ବାରମ୍ବାର କହିଛି, ଏଇଟା ହଉଛି ସିଲିଣ୍ଡର ଆକୃତି। ଏମିତିକା ହଉଛି ସିଲିଣ୍ଡର ଆକୃତି। କେତେଟା ଅଛି? ଗୋଟିଏ ଅଛି। ତାପରେ କଣ କହିଛି? ଧୂସର ଆୟତନ ଘନ। ଆୟତନ ଘନ କେତେଟା ଅଛି? ଧୂସର ମାନେ ପାଉଁଶିଆ ଭଳି। ଆୟତ ଘନ କେତେଟା ଅଛି ପିଲାମାନେ? ଆଁ ଆୟତ ଘନ କେତେଟା? ଧୂସର ମାନେ ଏଇଟା ପିଲାମାନେ, ଏଇଟା ଏଇ ଧୂସର ଆୟତ ଘନ। ଆୟତ ଘନ ଦେଖିପାରୁଛ ନା? ଆୟତ ଘନ ମୁଁ ବାରମ୍ବାର କହିଛି, ଆୟତ ଘନ ଏମିତିକା ଥାଏ ହେଲା।
ଆରମ୍ଭ ଆୟତ ଘନ ହଉଛି ଏଇପରି ଭାବରେ ଥାଏ। କେତେଟା ଅଛି? ଗୋଟିଏ। ହଳଦିଆ ରଙ୍ଗର କନ୍ କେତେଟା ଅଛି ଦେଖିଲ? ହଳଦିଆ ରଙ୍ଗର କନ୍ ଏଇଟା ଗୋଟେ ଇଏ ଗୋଟେ କେତେଟା ଅଛି ପିଲାମାନେ? ଏଇ କନ୍ ଟୋପି ଭଳିଆ ଦୁଇଟି ହେଲା। ନୀଳ ରଙ୍ଗର ସମଘନ ମୁଁ କହିଛି ସମଘନ ମାନେ ସବୁଆଡେ ସମାନ କଣ ଦେଖାଯାଉଥିବ କେତେଟା ଅଛି? ଏକଟି। ବୁଝିପାରିଲ? ହଁ। ତାପରେ କହିଛି କଣ? ଆସ ଆଲୋଚନା କରିବା ଏଠାରେ ଖେଳନାର ଦୋକାନ ଆଉ କିଛି ଖେଳନା ଅଛି ସେଗୁଡିକ ବିଭିନ୍ନ ଆକୃତିକୁ ନେଇ ଗଠିତ। ଏହି ଖେଳନାରେ କେଉଁ ଆକୃତି ବ୍ୟବହାର କରାଯାଇଛି ଦେଖ। ଏଇ ଖେଳନା ଦେଖ ପିଲା। ଏଇ ଖେଳନାରେ କୋଉ ଆକୃତି ବ୍ୟବହାର କରିଛି? ଏଠି କଣ ଅଛି? ଗୋଟିଏ ସିଲିଣ୍ଡର ଅଛି। ଏଟା ଗୋଟେ ସିଲିଣ୍ଡର ଏଟା ଗୋଟେ କଣ? କଣ କଣ ବ୍ୟବହାର କରାଯାଇଛି? ଗୋଟିଏ ସିଲିଣ୍ଡର ଆକୃତି ଆଉ ଗୋଟେ ହଉଛି କଣ ଆକୃତି। ଏଠି ମଧ୍ୟ ଦେଖିବା ଏଇଟା ଗୋଟେ ବାଡି ଅଛି ଏଇଟା ଗୋଟେ ଗୁଲ ଅଛି ତାହେଲେ ବାଡିଟା କୋଉ ଆକୃତି କହିଛି ପିଲାମାନେ? ରୋଲ ବାଡିଟା ସିଲିଣ୍ଡର ଆକୃତି ହେଲା ନା ନାଇଁ? ସିଲିଣ୍ଡର ବାଡିଟା ଏମିତି ଅଛି ପିଲାମାନେ ଏମିତି ବାଡିଟା ଏମିତି ଅଛି ଏ କୋଉ ଆକୃତି? ସିଲିଣ୍ଡର ଆକୃତି। ଏଟା କଣ? ଗୁଲଟା ହଉଛି ଗୋଲକ। ଗୋଲକ ସିଲିଣ୍ଡର ଗୋଟେ ଆଉ ଗୋଟେ କଣ ଅଛି? ଗୋଲକ ହେଲା। ଏଠି ଦେଖ କୋଉ କୋଉ ଆକୃତି ଅଛି ପିଲାମାନେ? ସିଲିଣ୍ଡର ବି ଅଛି ଏଟା ହଉଛି ସିଲିଣ୍ଡର ପୁଣି ଗୋଲକ ପୁଣି କଣ ଅଛି? କନ୍ ତିନିଟା ଆକୃତି ଅଛି। ସିଲିଣ୍ଡର ଅଛି ହେଲା କନ୍ ଅଛି ଆଉ କଣ ଅଛି? ସିଲିଣ୍ଡର ଅଛି କନ୍ ଅଛି ଆଉ ଗୋଲକ ଆକୃତି ମଧ୍ୟ ଅଛି। ବୁଝିଲ ନା ଗୋଲକ ପିଠା ଭଳିଆ ଯୋଉଟା ଗୋଲକ। ଏଠି ଦେଖ ଏଠି ବହୁତ ଅଛି। ଏ ଗୋଟେ ଆୟତ ଘନ ଅଛି ଗୋଟେ ସମଘନ ଅଛି ହେଲା ଆୟତ ଘନ ଆଉ ସମଘନ ଅଛି। କଣ ଅଛି? ଆୟତ ଘନ ସରି ଆୟତ ଘନାକୃତି ଆୟତ ଘନ ଆକୃତି ଆଉ ଗୋଟେ ସମଘନ ଆକୃତି ଅଛି ବୁଝିଲ ନା? ସମଘନ ହଁ ବୁଝିପାରୁଛ କୋଉ କୋଉ ଆକୃତି ଅଛନ୍ତି ବୋଲି? ତାପରେ ଯିବା ଦେଖ ଜୟା ଭିନ୍ନ ଭିନ୍ନ ଆକୃତି ବ୍ୟବହାର କରି କେତେ ଗୁଡିଏ ଘର ତିଆରି କରିଛି ହେଲା। ଦେଖୁଛ ନା ନାଇଁ? ଜୟା କଣ କରୁଛି ଜୟା? ଯେ ଭିନ୍ନ ଭିନ୍ନ ଆକୃତି ବ୍ୟବହାର କରି କେତେ ଗୁଡିଏ ଘର ତିଆରି କରୁଛି। ତୁମ ଚାରିପାଖରେ ଉପଲବ୍ଧ ବିଭିନ୍ନ ଆକୃତି ବ୍ୟବହାର କରି ଘର ରକେଟ ଟାୱାର ତିଆରି କର। ଦେଖ ଦେଖୁନ ଜୟା କେମିତି ତିଆରି କରିଛି? ତୁମେ ମାନେ ମଧ୍ୟ ତୁମେ ବାକ୍ସରେ ତୁମ ଆକୃତି ବିଶିଷ୍ଟ ବହୁତ ଜିନିଷ ଅଛି ତୁମେ ମାନେ ତିଆରି କରିବ। ତ ପିଲାମାନେ ଏଇଟା ଆମେ ଜାଣିଛେ ଗୋଲ ଆକାର ମାନେ ଇଏ ହଉଛି ସିଲିଣ୍ଡର ଆଉ ଇଏ ହଉଛି କଣ ଇଏ ହଉଛି କଣ ଆୟତ ଘନ ନା ସରି ସମଘନ ଇଏ ହଉଛି କଣ ଏଇଠି ହଉଛି କଣ ଆୟତ ଘନ ଏଇଠି ହଉଛି କଣ ଏଇଟା ସବୁ କଣ ସିଲିଣ୍ଡର। ବୁଝିପାରିଲ? ହଁ। ତାପରେ ଦେଖିବା ପିଲାମାନେ ଆସ ଖେଳିବା। କଣ କରିବା? ଆସ ଖେଳିବା। ତିଆରି କର ଓ ବୁଝାଅ। ଶିକ୍ଷାର୍ଥୀମାନଙ୍କୁ 4 କିମ୍ବା 5 ଜଣ ଦଳରେ ବସିବାକୁ କୁହନ୍ତୁ। ପ୍ରତ୍ୟେକ ଦଳର ଜଣେ ଶିକ୍ଷାର୍ଥୀ 3ଟି ଲେଖାଏଁ ଆକୃତି ଚୟନ କରି ଘର, ରକେଟ ଭଳି ବସ୍ତୁ ତିଆରି କରିବେ। ଶିକ୍ଷାର୍ଥୀ ସଜେଇବା କ୍ରମ ବର୍ଣ୍ଣନା କରିବେ। ନିମ୍ନ ଉଦାହରଣ ଭଳି ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ମୂଳଟିକୁ ନ ଦେଖି ଏହାକୁ ସଜେଇବେ। ଏହିପରି ବିଭିନ୍ନ ଆକୃତିର ନେଇ ସମସ୍ତ ଶିକ୍ଷାର୍ଥୀ ଜିନିଷ ବସ୍ତୁ ତିଆରି କରିବା ଆଉ ବୁଝେଇବା। ଦେଖ ପିଲାମାନେ ସେ ଗୋଟେ କଣ କହିଛି ରକେଟ ତିଆରି କରିଦେଇଛି। ତୁମେ ମାନେ ମଧ୍ୟ ତୁମ ଦେଖ ସିଲିଣ୍ଡର ଆକୃତି ଉପରେ ରହିଛି ସିଲିଣ୍ଡର ଆକୃତି ଉପରେ କଣ ଅଛି ଏଠି ଦେଖୁଛ ନା? ସେ ଗୋଟେ କଣ କରିଦେଲା ସିଲିଣ୍ଡର ଆକୃତି ଅଛି ସିଲିଣ୍ଡର ଏଇଟା ହଉଛି କଣ? ଏଇଟା ହଉଛି କନ୍ ଏଇଟା ହଉଛି ସିଲିଣ୍ଡର ଏଇଟା ହଉଛି କଣ ଆୟତ ଘନ। ଏମିତିକା ତୁମ ମାନେ ବିଦ୍ୟାଳୟର ଯାଦୁର ପିଟାରା ଅଛି ସେଠି ତୁମମାନେ କରିବ। ତାପରେ ଦେଖ ଆସ ଆମେ କାମ କରିବା। ତୁମ ଶ୍ରେଣୀ କକ୍ଷରେ ଏହି ଆକୃତି ବସ୍ତୁ ଅଛି କି ନାହିଁ ଯଦି ତଳେ ସାରଣୀ ଗୁଡିକର ନାମ ଲେଖ। ସିଲିଣ୍ଡର ଆକୃତି ତୁମ ବିଦ୍ୟାଳୟରେ କଣ ଅଛି ତୁମେ ଖୋଜିବ। କଣ ଅଛି ସିଲିଣ୍ଡର ବିଦ୍ୟାଳୟରେ ତୁମ ବିଦ୍ୟାଳୟରେ କଣ ଅଛି? ରୋଲ ବାଡି ଗୋଟେ ଥିବ ସିଲିଣ୍ଡର ରୋଲ ବାଡି ଦେଖିଛ ନା ନାଇଁ ପିଲାମାନେ ରୋଲ ବାଡି ଗୋଟେ ସିଲିଣ୍ଡର ଆକୃତି ହେଲା। ଗୋଲକ ଗୋଲକ ଆକୃତିରେ କଣ ଥିବ ପିଲାମାନେ? କାଚ ଗୋଲି ଥିବ। କଣ ଥିବ? କାଚ ଗୋଲି କାଚ ଗୋଲି ଦେଖୁଛ ନା ପିଲାମାନେ? ଆଲି କୁହନ୍ତି ଆଲି ବାଟି ହେଲା। ସମଘନ ଆକୃତିର କଣ ଅଛି ପିଲାମାନେ? ଚୌକ ଡବା ଚୌକ ଡବା ଅଛି ହେଲା। ଆୟତ ଘନ ଆକୃତିର କଣ ଥିବ? ବାକ୍ସ ଥିବ। ଆଉ କଣ ଥିବ? ଆଲମାରି ଥିବ ବାକ୍ସ ଥିବ ଆଲମାରି ଥିବ।
ଆଲମାରି ହେଲା। ଆଉ କଣ ଆକୃତିର କଣ ଥାଇପାରେ ପିଲାମାନେ ତମ ବିଦ୍ୟାଳୟରେ? କଣ ଥାଇପାରେ କଣ ଆକୃତିର? ଟୋପି ଥିବ, ବାର୍ଥଡେ ଟୋପି ହେଲା ନା। ଆଉ ଆଇସ୍କ୍ରିମ ଖଳ, ଆଇସ୍କ୍ରିମର ଆଇସ୍କ୍ରିମ ଖଳ। ଆଉ ଗୋଟେ କଣ ଥିବ ଏଇ ସିଲିଣ୍ଡର ଆକୃତିର ଗ୍ୟାସ୍, ଗ୍ୟାସ୍ ସିଲିଣ୍ଡର ଥିବ, ଗ୍ୟାସ୍ ସିଲିଣ୍ଡର। ସ୍କୁଲର ଗୋଲ ଆକୃତିର କଣ ଥିବ? ଗୋଲକ ଆକୃତିର ଏଇ ଯୋଉ ପାଣିର ତ କଣ ବୋତଲ ଠିପି, ବୋତଲ ଠିପିଟା ମଧ୍ୟ ଗୋଲ ଆକୃତି ହବ, ବୋତଲ ଠିପି ହେଲା। ତୁମେ ଏମିତିକା ଆଉ କଣ କଣ ଥାଇପାରେ ତୁମେ ମାନେ ବାଛିକି କରିବ। ମୁଁ ଆଉ କହିବି ନାହିଁ, ଚକ ଡବା ଗୋଟେ କହିଦେଲି ତୁମମାନଙ୍କୁ ହେଲା। ଆଉ ଲଡୁ ଗୁଟି ବି କହିଦଉଛି। ଆଉ ଯାହା ବି ବିଷୟ ରହିଯାଇଛି ତୁମେମାନେ କରିବ। ଆଉ ଦିଟା ଲେଖା ସିଲିଣ୍ଡର ଆକୃତିର ତମ ସ୍କୁଲରେ କଣ କଣ ଅଛି ତୁମେ ଦେଖିବ, ଅନୁସରଣ କରିବ। ମୁଁ ଯଦି ସବୁ କହିଦେବି ତୁମେ ଶିଖିବ ଆଉ କଣ? ମୁଁ କେବଳ କହିଦେଲି କୋଉଟା ସିଲିଣ୍ଡର ଆକୃତି, ଏମିତି ଆକୃତି ଥିବ ହେଲା। ଗୋଲକ ଆକୃତି ମାନେ ଗୋଲ ହେଇକି ଥିବ, ସମଘନ ଆକୃତି ମାନେ ସବୁଆଡେ ସମାନ ଦେଖାଯାଉଥିବ। ଆୟତ ଘନ ମାନେ ଆୟତକୃତି ଭଳିଆ ଥିବ, ଯେମିତି ଆୟତକୃତି କୁହନ୍ତି। କଣ ମାନେ ଟୋପି ଭଳିଆ, ଏମିତି କଣ କଣ ତୁମ ସ୍କୁଲରେ ଅଛି ସେ ଆକୃତି ଗୁଡିକ ତୁମେ ଦେଖିବ, ତାପରେ ତୁମେ ଲେଖିବ। କେଉଁ ଆକୃତି ବସ୍ତୁ ଅଧିକ ପାଇଲ, କୋଉଟା ଅଧିକ ପାଇଲ? ଗୋଲକ ଅଧିକ ପାଇଲ ନା କୋଉଟା ଅଧିକ ପାଇଲ ତୁମେ ଲେଖିବ ହେଲା। ସେଇଠୁ ସେଗୁଡିକ ତୁମେ ଏଇଠି ଏଇ ଭିତରୁ ଯୋଉଟା ଅଧିକ ପାଇଲ ତାକୁ ଲେଖିବ, କୋଉ ଆକୃତି ସମପାଇଲ ଲେଖିବ, କୋଉଠୁ ଏକାଧିକ କୋଉ ବସ୍ତୁ ଗୁଡା ଏକାଧିକ ଆକୃତି ଅଛି ତାକୁ ମଧ୍ୟ ତୁମେ ଲେଖିବ। ସେଟା ମୁଁ ଆଉ କହିବି ନାହିଁ ହେଲା। ଦେଖ ଆରମ୍ଭ ଶେଷ, ଏହି ଆକୃତିକୁ ଦେଖ, ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦିଅ। ସମଘନ ଏଠି କଣ ଦେଇଛି ଦେଖ, ଏଠି ଆଗେ ଦେଖ ପିଲାମାନେ କଣ କହିଛି 2 ନମ୍ବର, ଏହି ଆକୃତି ଦେଖ, ଆକୃତି ଦେଖିପାରୁଛ? ହୁଁ। ସମଘନ ଚାରିପଟେ 3 ନମ୍ବର ବି ଅଲଗା, ଇଏ ବି ଅଲଗା ନା କଣ? ହଉ ଛାଡ। ଏହି ଆକୃତି ଗୁଡିକ ଦେଖ, ସମଘନ ଚାରିପଟେ ସମଘନ ଚାରି ପାଖରେ ଗୋଲ ବୁଲା। ଏ ଭିତରୁ ସମଘନ କିଏ ଜାଣିପାରୁଛ ପିଲାମାନେ? ଇଏ ହଉଛି ସମଘନ, ତା ଚାରିପଟେ ଗୋଲ କରିବା, ଗୋଲ ବୁଲେଇବା। ଏଠି ଗୋଟେ ସମଘନ ଅଛି, ତାକୁ ଆମେ ଗୋଲ ବୁଲେଇ, ବୁଝିପାରିଲ ନା? କଣ ଆକୃତି ଉପରେ ଠିକ ଚିହ୍ନି ଦିଅ, କଣ ଆକୃତି କର ପିଲାମାନେ? ଇଏ ଆଉ କାହିଁ କଣ ହେଲା, କଣ ଆକୃତି ଥିଲା ଆମେ କଣ କଲେ ଗୋଲ ବୁଲେଇ। ସିଲିଣ୍ଡର ଆକୃତିରେ ଭୁଲ ଚିହ୍ନି ଦିଅ। ସିଲିଣ୍ଡର ଆକୃତି କୋଉଠି ପିଲାମାନେ? ଏଇଟା ଗୋଟେ ସିଲିଣ୍ଡର ଆକୃତି, ଇଏ ଗୋଟେ ସିଲିଣ୍ଡର ଆକୃତି, ଇଏ ଗୋଟେ ସିଲିଣ୍ଡର। ତାପରେ କଣ କହିଛି? ଆୟତ ଘନ ଚାରି ପାଖରେ ଏକ ବାକ୍ସ ଦିଅ। ଆୟତ ଘନ କୋଉଟା? ଏଇଟା ବାକ୍ସ କରିବ। ଇଏ ବି ଆୟତ ଘନ, ଆକୁ ବାକ୍ସ କରିବ। ଆଉ ଗୋଟେ ଇଏ ଆୟତ ଘନ, ଆକୁ ବାକ୍ସ କରିବ। ଆଉ ଏଇଠି ଗୋଟେ ରହିଗଲା ପିଲାମାନେ, ସମଘନ ଟା ଦେଖିନଥିଲେ ହେଲା, ହେଲା କି ନାହିଁ? ଠିକ। ଆଉ ଗୋଟେ କିଏ ରହିଗଲା ପିଲାମାନେ? ଏଇ ଗୋଲକ ରହିଗଲା, ଗୋଲକଟା ତ କୁହା ହେଇନାହିଁ ନା। ତାପରେ ଦେଖ ଆକୃତିର ନାମ, ଏଇଟା ପିଲାମାନେ ମୁଁ କହିଦଉଛି ଟିକେ, ହଉ ଛାଡ ଲାଷ୍ଟରେ କହିବି, ଏବେ ଏଇଟା କହିସାରି ତାପରେ କରୁଛି ହେଲା। ଯାହାର କୌଣସି ଧାର ନାହିଁ, କାହାର ଧାର ନାହିଁ ପିଲାମାନେ? ଗୋଲକର ଧାର ନାହିଁ। ଗୋଲକର ଧାର ଅଛି କି ପିଲାମାନେ? ଧାର କହିଲେ ରେଖାଖଣ୍ଡ ଅଛି ନା ଗୋଲକର? କାହାର ନାହିଁ ପିଲାମାନେ? ଗୋଲକର ଧାର ନାହିଁ। ଗୋଲକ କହିଲେ ଗୋଲ ହେଇଥିବ ହେଲା, ଗୋଲକର ଧାର ନାହିଁ, ଏଇଟା ହଉଛି ଗୋଲକ ହେଲା। ଯାହାର ପାର୍ଶ୍ୱ କେବଳ, ଯାହାର ପାର୍ଶ୍ୱଟି କେବଳ ସିଧା, ଯାହାର ପାର୍ଶ୍ୱଟି କେବଳ ବକ୍ର, ପାର୍ଶ୍ୱ ମାନେ ତଳ, କାହାର? ବକ୍ର। ଯାହାର ଉଭୟ ସିଧା ଆଉ ବକ୍ର ବକ୍ର ଅଛି, କାହାର ଅଛି? ସିଧା ଅଛି। କଣ? ଏଇଟା ଦେଖିବା ପିଲାମାନେ ହେଲା। ଆକୃତି ଗୁଡିକ ନାମ ଲେଖ। ଯାହାର କୌଣସି ଧାର ନାହିଁ, ଗୋଲକର ଧାର ନାହିଁ। ଯାହାର ପାର୍ଶ୍ୱଟି କେବଳ ସିଧା, କେବଳ ପାର୍ଶ୍ୱ ସିଧା, ପାଖ, କାହାର? ଯାହାର ପାର୍ଶ୍ୱଟି କେବଳ ବକ୍ର, ପାର୍ଶ୍ୱଟି କାହାର ବକ୍ର କେବଳ? ତଳଟା। ଯାହାର ଉଭୟ ସିଧା ବକ୍ର ଅଛି,
ଯାହାର ଉଭୟ ସିଧା ବକ୍ର ପାର୍ଶ୍ୱ ନାହିଁ। ସିଧା ଅଛି କଣ ହବ ସିଏ? ସମଘନ। କେବଳ ସିଧା ଅଛି, ଆଉ ସେଠି ବଙ୍କା କିଛି ନାହିଁ। କାହାର ହବ ପିଲାମାନେ? ସମଘନ। ସମଘନ ଦେଖିଛ ନା? ଏମିତିକା ସମଘନରେ ସମଘନ ଏକା ହଉଛି ସବୁ ପାର୍ଶ୍ୱ, ମାନେ ତାର ପାଖ ସିଧା, ସବୁଆ ସିଧା ଅଛି। କଣ ହବ ପିଲାମାନେ? ସମଘନ ବା ଘନକ ବି କେହି କେହି କହନ୍ତି ହେଲା। ସମଘନ। ଯାହାର ପାର୍ଶ୍ୱଟି କେବଳ ବକ୍ର। ବକ୍ର ମାନେ କାହାର ବକ୍ର ଅଛି ପିଲାମାନେ? ଗ ଏ ହଉଛି ବକ୍ର ମାନେ ବଙ୍କା, ସିଧା ହେଲା। ତାହେଲେ କାହାର ଅଛି ପିଲାମାନେ? ଗୋଲକର। ପାର୍ଶ୍ୱ ମାନେ ବୁଝିପାରୁଛ ତ? ତାର ପାଖଟା। ୟାର ପାର୍ଶ୍ୱ ଯେମିତି ଏଇ ପାଖ ଏଇ ପାଖ ଏଇ ପାଖ, ଆର ପାଖ ହଉଛି ଏଇ ପାଖ ଆର ବଙ୍କା। ଯାହା ଉଭୟ ସିଧା ବକ୍ର ଅଛି। କାହାର ଅଛି ପିଲାମାନେ? ସିଲିଣ୍ଡର। ସିଲିଣ୍ଡର ଆକୃତି ଦେଖିଛ ନା ନାଇଁ? ସିଲିଣ୍ଡରରେ ସିଧା ଅଛି ପାର୍ଶ୍ୱ, ଆଉ ଗୋଟେ ବକ୍ର ଅଛି ତଳ ପଟେ ବର୍ଷ। ସିଲିଣ୍ଡରର କଣ ଅଛି? ସିଲିଣ୍ଡରର ସିଧା ଆଉ ବକ୍ର ଅଛି। ଯାହା ସରି କଣ ହବ ଏଟା ପିଲାମାନେ? ଏଠି ସିଲିଣ୍ଡର ହବ, ଉଲଟିଆ କରିଦେଲି। ଇଏରେ ଭେରିଲିବୁ ନା ଏଠି କଣ ହବ? ଏଠି କଣ ହବ ପିଲାମାନେ ହେଲା? ଯାହାର ଉଭୟ ସିଧା ବକ୍ର ଅଛି, ଏମିତି ସିଧା ଆଉ ଏମିତି ବକ୍ର ଅଛି, ଏଠି କଣ ହବ? ଏଟା କଣରେ ହବ ହେଲା। ସିଧା ଆଉ ବକ୍ର ମାନେ ଏଇଟା ହଉଛି ସିଧା, ଏଇଟା ହଉଛି ବକ୍ର ହେଲା। ଯାହାର ଉଭୟ ସିଧା ଆଉ ବକ୍ର ପାର୍ଶ୍ୱ ଅଛି, ସେଇ ଯାହାର ଉଭୟ ସିଧା ଆଉ ବକ୍ର ସେଠି ମଧ୍ୟ କଣ ହବ? ସିଲିଣ୍ଡର। ସିଲିଣ୍ଡର ମଧ୍ୟ ସିଲିଣ୍ଡର ସେମିତି ସିଧା ପାର୍ଶ୍ୱ ଆଉ ବକ୍ର। ସିଲିଣ୍ଡର ଏମିତି ଅଛି ନା, ସିଧା ବି ଅଛି ଆଉ ବକ୍ର ପାର୍ଶ୍ୱ ବି ଅଛି। ବୁଝିପାରୁଛ ପିଲାମାନେ? ହଁ, ଏଇଠି ଦେଖ ତୁମକୁ କୋଉଟା ସମଘନ କୋଉଟା ଗୋଲକ, ଏଇଠି ତୁମ ଗୋଟେ ବହିଗାର ଦେଇଦେଇଛି। ଦେଖ ରବର କୋଉଟା ସମଘନ, ମୁଁ ସେତେବେଳେ କହିଲିନି ନା, ଏଇଟା କୋଉଥିରେ ଯିବ, କିଏ କୋଉଥିରେ ଯିବ? ଡଷ୍ଟର ଅନ୍ୟାନ୍ୟ ବିଷୟ ଦେଖିଦିଅ, କିଏ ସମଘନରେ ଯିବ, କିଏ ଆୟତ ଘନ, କିଏ ଗୋଲ, କିଏ କର୍ଣ୍ଣ। ଏଇଟା ଦେଖ ଚିତ୍ର ଦେଖିପାରୁଛ ନା ନାଇଁ, କିଏ କୋଉଥିରେ ଯିବ ବୋଲି। ଏଇଟା ତୁମ ପାଇଁ। ତାପରେ ତୁମେ କେଉଁ ଆକୃତି ତିଆରି କରିପାରିବ? ଦେଖ ମୁଁ ମାଟି ଏବଂ କାଠିରେ କଣ ତିଆରି କରୁଛି, ତୁମେ ମଧ୍ୟ ଏଇପରି ଆକୃତି ତିଆରି କର। ଦେଖ ଏଠି ପିଲାମାନେ, ଏଇଟା ହଉଛି କଣ? ସମଘନ ଆକୃତି ହେଲା। ସମଘନ ଆକୃତି। ସମଘନ ଗୁଡିକ ବ୍ୟବହାର କରି ନିମ୍ନ ଆକୃତି ତିଆରି କର। ତୁମେ ମାନେ ଏମିତିକା ତୁମର ଯୋଉ ଅଛି, ତୁମେ ମାନେ ଏମିତିକା ତିଆରି କରିବ। ଏଇ ଆକୃତି ଗୁଡିକ ସବୁ କଣ କରିବ? ତିଆରି କରିବ ହେଲା। ତାପରେ ଦେଖ, ଆସ ଖେଳିବା। ଏହି ପୃଷ୍ଠାର ଚାରିପଟେ ଏକ ଖେଳ ଅଛି ହେଲା। ଏକ ପୃଷ୍ଠାର ଚାରିପଟେ ଏକ ଖେଳ ଅଛି। ଏହି ଲଡୁ ଗୋଟିକୁ ଗୋଡ଼ାନ୍ତୁ। ଲଡୁ ଯେତେ ପଡ଼ିଲା ତାହା ସହ ସୂଚିତ ଆକୃତି ସ୍ଥାନରେ ପହଞ୍ଚିବେ। ଆପଣଙ୍କର ସାଙ୍ଗମାନଙ୍କ ସହିତ ଏହି ଖେଳଟି ଖେଳ। ଯିଏ ପ୍ରଥମେ ଶେଷ ସ୍ଥାନରେ ପହଞ୍ଚିବ ସେ ବାଜି ଜିତିବ। ଉଦାହରଣ, ତୁମେ ଦୁଇ ପଡ଼ିଲା, ଦୁଇ ମାନେ କଣ? ଗୋଲକ। ତେଣୁ ସେ ଆରମ୍ଭରୁ ପ୍ରଥମେ ଗୋଲକ ଜିନିଷ ସେ ତା ଗ୍ଲୋବରେ ପହଞ୍ଚିବ। ଏଇଟା ବୁଝିପାରୁଛ ନା? ଯଦି ଦୁଇ ପଡିଲା ପିଲାମାନେ, ଏଇଠି ଦେଖ, ସେ ଲଡୁ ଗୋଟେଇଲା, ଦୁଇ ପଡିଲା। ଦେଖ ଦୁଇ ପଡିଲା ମାନେ କୋଉଠି ଯିବ ପିଲାମାନେ? ଆରମ୍ଭ କୋଉଠି ହେଇଛି? ଏଇଠି। ଆରମ୍ଭ ମାନେ ଦୁଇ ହେଲା କି? ଦୁଇ ମାନେ ଗୋଲାକାର। ଗୋଲାକାର ପଡୁଛୁ ନା ନାଇଁ? ଦେଖ ଏଠି ଦୁଇ ଗୋଲାକାର। ଏଇଟା ଗୋଲାକାର ଆକୃତି କତିକି ଯିବ ଏଇଠି ହେଲା। ତାପରେ ଯଦି ଆଉଥରେ ଦେଖ ପିଲାମାନେ, ଆଉଥରେ ମୁଁ କହିଦଉଛି, ଯଦି ତିନି ପଡିଲା ମାନେ ତିନି ମାନେ କୋଉଠି ଯିବ? କଣ ଆକୃତିର। ତିନି ମାନେ କୋଉ ଆକୃତି ଅଛି? କଣ କରିବ? ଏଇଠିକି ଯିବ ହେଲା। ଏମିତି ହେଇକି କିଏ ତମେ ମାନେ ଖେଳିବ, ଯିଏ ଜିତିଲା ସିଏ ହବ ବାଜିଗର ହେଲା। ଏଟା ତମ ପାଇଁ ଖେଳ। ତାପରେ ଛାଡ, ନିମ୍ନ ଆକୃତି ମଧ୍ୟରୁ କଣ ସମାନତା କଣ ଭିନ୍ନତା ଅଛି ଦେଖିବା ହେଲା। କଣ ସମାନ ଅଛି ଦେଖ ପିଲାମାନେ? ଆ ସମଘନ, ଏଟା ଗୋଟେ ସମଘନ ଜାଣିଛ ପିଲାମାନେ ହେଲା। ଏଟା ହଉଛି ଆୟତ ଘନ। ଆଙ୍କ ଭିତରେ ପାର୍ଶ୍ୱ ସମାନ ଅଛି ହେଲା। ପାର୍ଶ୍ୱ ସମାନ ଅଛି, ଶୀର୍ଷ ସମାନ ଅଛି। କଣ ସମାନ ଅଛି? ଗୋଟେ ହଉଛି ପାର୍ଶ୍ୱ, ଆଉ ଗୋଟେ ଶୀର୍ଷ, ଆଉ ଗୋଟେ ହଉଛି ଧାର। ଏ ସବୁ ସମାନ ହେଲା। ଦେଖ ସିଲିଣ୍ଡରରେ ଆକୁ ଭିତରେ
ତିନିଟା ଦେଖର ଗୋଟେ ହଉଛି ଗୋଲକ ଅଛି ସମସ୍ତଙ୍କର ଗୋଟିଏ କଣ ଅଛି ଆର ଦୁଇଟା ଗୋଲକ ଆର ଗୋଟେ ଗୋଲକ ଆର ଗୋଟେ ଗୋଲକ ହେଲା ଏଇଠି ଦୁଇଟା ଆର ପାର୍ଶ୍ୱ ଦୁଇଟା ଅଛି ଆର ପାର୍ଶ୍ୱ ମଧ୍ୟ ଦୁଇଟା ଅଛି ବୁଝିପାରିଲ କି ନାହିଁ ହଁ ତାପରେ ଦେଖ ଏକ ଲଡୁକୁ ଟିକେ ଦେଖ ଏହାର ପାର୍ଶ୍ୱ 1 ରୁ 6ଟି ବିନ୍ଦୁ ରହିଛି ହେଲା 6ଟି ବିନ୍ଦୁ ସୂଚିତ ପାର୍ଶ୍ୱର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ରହିବ ହେଲା 6ଟି ପାର୍ଶ୍ୱର 6ଟି ବିନ୍ଦୁର ବିପରୀତ ପାର୍ଶ୍ୱରେ କେତୋଟି ବିନ୍ଦୁ ରହିବ ଏଇଟା ଗୋଟେ ପିଲାମାନଙ୍କ ପାଇଁ ଟ୍ୟାଲେଣ୍ଟେଡ କ୍ୱେଶ୍ଚନ ଇଣ୍ଟେଲିଜେନ୍ସ କ୍ୱେଶ୍ଚନ ଆକୁ ଯଦି ଆମେ ଆଲୋଚନା କରିବା ତାହେଲେ ମୁଁ ଭାବୁଛି ଭଲ ଭାବରେ ହେଇଯିବ ତ ଚାଲ ଏଇଟା ଗୋଟେ ଆମେ ଆଲୋଚନା କରିବା ହେଲା ଦେଖ 5ଟି ବିନ୍ଦୁ ସୂଚିତ ବିପରୀତ ପାର୍ଶ୍ୱରେ କେତେ ରହିବ 3ଟି ବିନ୍ଦୁର ସୂଚିତ ପାର୍ଶ୍ୱ ବିପରୀତ ପାର୍ଶ୍ୱରେ କେମିତି ରହିବ ଏହାକୁ ଆମେ ଭଲ ଭାବରେ ଟିକେ ବୁଝିବା ଲଡୁ ମୁଁ ପେନଟା ଉଲଟିଆ ଧରିଛି ପିଲାମାନେ ହେଲା ସେ କଣ କହିଛି ଏକ ଲଡୁକୁ ଟିକେ ଦେଖ ଏହାର ପାର୍ଶ୍ୱଟି 1 ରୁ 6 ବିନ୍ଦୁ ରହିଛି ହେଲା 6ଟି ବିନ୍ଦୁ ସୂଚିତ ପାର୍ଶ୍ୱର କେତୋଟି ବିନ୍ଦୁ ଅଛି ବିପରୀତ ପାର୍ଶ୍ୱ ସଦାବେଳେ ପିଲାମାନେ ମନେ ରଖିଥିବ ବିପରୀତ ପାର୍ଶ୍ୱ ବାରମ୍ବାର କଣ ହବ ଆର ବିପରୀତ ଏଇ ଯୋଉ 6 ର ବିପରୀତ 6 ଆଉ ତାର ବିପରୀତ ମିଶିକି କେତେ ହଉଥିବ 7 ହୁଏ ହେଲା 6 ବିପରୀତ ମିଶି କେତେ ହଉଥିବ 7 ହୁଏ ହେଲା ଯଦି ଏଇଟା 6 ଅଛି ତାହେଲେ କେତେ ମିଶିଲେ 7 ହବ ପିଲାମାନେ ନା 1 ତାହେଲେ ଆର ବିପରୀତ ପାର୍ଶ୍ୱରେ କେତେ ରହିବ 1 ରହିବ ବୁଝିପାରିଲ କି ନାହିଁ ଠିକ ସେମିତି 5ଟି ବିନ୍ଦୁର ସୂଚିତ ପାର୍ଶ୍ୱରେ ବିପରୀତ ପାର୍ଶ୍ୱ କେତେ ଅଛି କାହିଁକିନା 5 ଯୁକ୍ତ କେତେ ମିଶିଲେ ଦିଟା ବିପରୀତ ପାର୍ଶ୍ୱ ମିଶିଲେ କେତେ ହଉଥିବ ଆର ବିପରୀତ ଇଏ 5 ଗୋଟେ ସଂଖ୍ୟା ତାର ବିପରୀତ ସଂଖ୍ୟା ମିଶିଲେ କେତେ ହବ ସଦାବେଳେ 7 ହଉଥିବ ବୁଝିପାରିଲ କନସେପ୍ଟ କ୍ଲିୟର ଆଉ ଥରେ କହିଦଉଛି ଦୁଇଟି ବିପରୀତ ପାର୍ଶ୍ୱ ମିଶିଲେ କେତେ ହଉଥିବ 7 ମାନେ 3 ର ବିପରୀତ ପାର୍ଶ୍ୱ ଯଦି ଆମେ ମିଶେଇବା 3 ଯୁକ୍ତ ତାର ବିପରୀତ ପାର୍ଶ୍ୱ ସମାନ ଯେକୌଣସି ଦୁଇଟି ବିନ୍ଦୁର ବିପରୀତ ମିଶି 7 ହଉଥିବ ତାହେଲେ 3 କେତେ ମିଶିଲେ 7 ହବ 4 ବୁଝିପାରିଲ ନା ଠିକ ସେମିତିକା 5 କେତେ ହବ 2 ସେମିତି ଏଠି 3 ର ବିପରୀତ ପାର୍ଶ୍ୱ ମିଶି କେତେ ବିନ୍ଦୁ 3 ର ବିପରୀତ ପାର୍ଶ୍ୱ ମିଶିକି କେତେ ହବ 3 ଆଉ ତାର ବିପରୀତ ପାର୍ଶ୍ୱ ମିଶିଲେ କେତେ ହବା ଦରକାର 7 ହବା ଦରକାର ସବୁବେଳେ କାରଣ କେତେ ହବ ପିଲାମାନେ 4 ବୁଝିପାରିଲ କି ନାହିଁ ହଁ ଏଠାରେ ତୁମେ କେଉଁ ସଂରଚନା ଲକ୍ଷ୍ୟ କରୁଛ ଏଠି ସଂରଚନା ଏହା ଯେ ଯେକୌଣସି ବିପରୀତ ପାର୍ଶ୍ୱର ଯେକୌଣସି ଦୁଇଟି ବିପରୀତ ପାର୍ଶ୍ୱ ମିଶିଲେ କେତେ ହବ 7 ହବ ହେଲା ଯଦି 4 5 ର ଥିବ 5 ର ବିପରୀତ ପାର୍ଶ୍ୱ କେତେ 2 ହେଲା ଦୁଇଟି ବିପରୀତ ପାର୍ଶ୍ୱର ସମଷ୍ଟି କେତେ ହଉଥିବ 7 ହିଁ ହବ ହେଲା ଏଇ ସଂରଚନା ତାପରେ ଦେଖ ଏଠି ଏହି ମଡେଲଟି କେଉଁ କ୍ରମରେ ହୋଇଛି ଦେଖ କୋଉ କ୍ରମରେ ହେଇଛି ପିଲାମାନେ ତାକୁ ତୁମେ ଲକ୍ଷ୍ୟ କର ପ୍ରଥମେ କୋଉ କ୍ରମରେ ହେଇଛି ଦେଖ ପ୍ରଥମଟା କଣ ଦିଆହେଇଛି ଏଠି ଆସିଲା ସମଘନ ଏଟା ଆୟତ ଘନ ଆଗେ ଆୟତ ଘନ ଆସିଲା ଆୟତ ଘନ ତାପରେ ସିଲିଣ୍ଡର ଏ ସବୁ ସିଲିଣ୍ଡର ଦେଖୁଥିବ ପୁଣି ଆୟତ ଘନ ଏଗୁଡ଼ା ସବୁ କଣ କୋଉ କ୍ରମରେ ହେଇଛି ତାକୁ ତୁମେ ଲକ୍ଷ୍ୟ କରତେ କହିଛି ଏଠି ତୁମେ ତିଆରି କରିବ ହେଲା ଯଦି ତୁମେ ଏକ ଘନ ସମଘନ ଏବଂ ଆୟତ ଘନକୁ ଯୋଡ଼ିବ ତେବେ କେଉଁ ଆକୃତି ପାଇବ କୋଉ ଆକୃତି ପାଇବ ପିଲାମାନେ ତାପରେ କହିଛି ଏକ ଏହି ଆକୃତି ତିଆରି କରିବା ପାଇଁ କେତୋଟି ସମଘନ ବ୍ୟବହାର ଦରକାର କୋଉ ଆକୃତି ଯଦି ଗୋଟେ ଆମେ ସମଘନ ଆଉ ଆୟତ ଘନକୁ ଯୋଡ଼ିବା କେଉଁ ଆକୃତି କରିବା ଏଇଟା ଗୋଟେ ସମଘନ ସରି ଆୟତ ଘନ ଏଇଟା ଗୋଟେ ସମଘନ କୁ ଯୋଡ଼ିବା କୋଉ ଆକୃତି ପାଇବା ପିଲାମାନେ କୋଉ ଆକୃତି ଆୟତ ଘନ ଆକୃତି ପାଇବା ଏଠି ତ କିଛି ଆକୃତି ଆଉ ପାଇବା ନାହିଁ ଆୟତ ଘନ ହେଲା ଏହି ଆକୃତି ତିଆରି କରିବା ପାଇଁ କେତୋଟି ସମଘନ ଦରକାର 3 3 ଏ ଗଣିକି ପିଲାମାନେ ଲେଖିବ ହେଲା ଆଉ କହିବି ନାହିଁ ସେଠି ଏଠି ଦେଖ 3ଟି ସମଘନକୁ ନେଇକି ଭିନ୍ନ ଭିନ୍ନ ଆକୃତି ତିଆରି କର ଏଇ 3ଟା ସମଘନକୁ ନେଇକି ଭିନ୍ନ ଭିନ୍ନ ଆକୃତି ତୁମେ ତିଆରି କରିବ ଏଠି ମୋର କିଛି କହିବାର ନାହିଁ ଯୋଉଟା କଠିନ ବିଷୟ ସେଇଟା ମୁଁ କହିବି ତଳେ ନମୁନା ଗୁଡ଼ିକ ବ୍ୟବହୃତ ଆକୃତି ନାମ ଲେଖ
ସେଗୁଡ଼ିକୁ ତିଆରି କରିବା ପାଇଁ ଆକୃତି କିପରି ସଜାଯାଇଛି ଦେଖ। ଏଟା କି ହେଇଥିବ ଭାବୁଛ? କି ଆକୃତି ଅଛି? ତଳେ ନମୁନା ଗୁଡ଼ିକର ବ୍ୟବହୃତ ଆକୃତି ଗୁଡ଼ିକର ନାମ ଲେଖ। କି ଆକୃତି ବ୍ୟବହାର ହେଇଛି ଏଠିକି? ସବୁ ତ ଆୟତଘନ ବ୍ୟବହାର ହେଇଛି। ସବୁ ଆୟତଘନ। ଏକ୍ସଟ୍ରା କଣ ବ୍ୟବହାର ହେଇଛି? କିଛି ବ୍ୟବହାର ହେଇନି। 6ଟି ଲଡୁଗୋଟି ବ୍ୟବହାର କରି ନିମ୍ନ ଆକୃତି ଗୁଡ଼ିକ ତିଆରି କର। ମାନେ ଲଡୁଗୋଟି ବ୍ୟବହାର କରିକି ଏକ ଆୟତଘନ ତିଆରି କରିବ, ଏକ ଟାୱାର ତିଆରି କରିବ, ତମ ପସନ୍ଦର ଅନ୍ୟ ଜିନିଷ ତିଆରି କର। ତୁମ ପାଇଁ ମଡେଲ କାର୍ଯ୍ୟ ପିଲାମାନେ ତୁମମାନେ କରିବ। ଯାହା ବି ଅବଶିଷ୍ଟ ବିଷୟ ତୁମର ରହିଯାଇଛି ମତେ ପଚାରିବ। ଧନ୍ୟବାଦ। ସମସ୍ତଙ୍କର ପରମେଶ୍ୱର ଆଶୀର୍ବାଦ